ମାଛ କୁ ଆମର ଭଲସେ ଟିକେ ଫ୍ରେଶ କରିକି ଧୁଆ ଯିବ। ଆଜି ପୁଣି ବି ସଣ୍ଡେ ଆଜି ହେଇଛି ନା, କାରଣ ଗରମ ଗରମ ଟିକେ ମାଛ ନହେଲେ ଆଜି ଭଲ ଲାଗିବନି। ତ ସେଥିଲାଗି ଏଇନା ମାଛ ଟିକେ ଭଲସେ ତାକୁ ଟିକେ ହଁ ତାକୁ ଟିକେ ଭଲସେ ଟିକେ ଧୋଇ ଦିଅ। ବର୍ତ୍ତମାନ ଯାକେ ହଉଛି ତାକୁ ଧୁଆ ଯିବ। 2-3 ମିନିଟ୍ ପାଇଁ ଟିକେ ତାକୁ ଟିକେ ଭଲସେ ଧୋଇ ଦେଇକି ତାକୁ ଟିକେ ହଳଦୀ ଲୁଣ ଟିକେ ପକେଇକି ଟିକେ ଘାଣ୍ଟି ଦେଇକି ରଖିଦେବେ। ବର୍ତ୍ତମାନ ମାଛ ପାଇଁ ଆସିଯାଇଛି ପରିବା ସବୁ: ଅଦା, ରସୁଣ, ବିଲାତି, ଧଣିଆ ପତ୍ର, ଆଉ ଆଳୁ, ଆଉ ଚିକେନ ମସଲା, ଗରମ ମସଲା ସବୁ ଆଭେଲେବଲ୍ ଅଛି ରୁମ୍ର। ବର୍ତ୍ତମାନ ତାକୁ ଟିକେ ଭଲସେ କ୍ଲିୟର୍ରେ ଧୋଇ ଦିଅନ୍ତୁ। ତାପରେ ତାକୁ ଆରାମସେ ହଳଦୀ ଲୁଣ ଦେଇକି ମ୍ୟାରିନେସନ କରାହବ। ଲୁଣ 1 ଚାମଚ ପଡ଼ିବ, ହଳଦୀ 1 ଚାମଚ ପଡ଼ିବ। ହଳଦୀଟାକୁ ଇଂଲିଶରେ କ'ଣ କହନ୍ତି? ଟର୍ମେରିକ ପାଉଡର। ଆମେ ବର୍ତ୍ତମାନ ହାଇଦ୍ରାବାଦରେ ରହୁଛୁ। ହାଇଦ୍ରାବାଦ ଯେଉଁମାନେ ଦେଖୁଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରନ୍ତୁ। ବର୍ତ୍ତମାନ ତାକୁ ଟିକେ ଭଲସେ କମେଣ୍ଟଟା କରିବ ନା ବର୍ତ୍ତମାନ ଲଙ୍କାଗୁଣ୍ଡ ଟିକେ ପଡ଼ିବ। ଟିକେ ଚିଲ୍ ଟିକେ ନହେଲେ ଟିକେ କଲର୍ଟା ଭଲ ଆସିବ। ତାକୁ ଟିକେ 1 ଚାମଚ ଏଇନେ ପଡ଼ିବ ଲଙ୍କାଗୁଣ୍ଡ। ତାକୁ ଟିକେ ଭଲସେ ଘାଣ୍ଟି ଦିଅନ୍ତୁ। ଘାଣ୍ଟିଆ ଲୋକଟି ହେଉଛି ସୁରେଶନ ପାଗଲ, ଆଉ ପକେଇବା ଲୋକଟା ହେଉଛି ପାଗଳ ଲୋକ ଲୋକ ହସି ସେ ସବସ୍କ୍ରାଇବ୍ କରିବ କ'ଣ ସେ ପଳାଇ ଦୌଡ଼ି। ଆପଣ ଯେଉଁମାନେ ହାଇଦ୍ରାବାଦ ଦେଖୁଛନ୍ତି, ହାଇଦ୍ରାବାଦ ପର୍ବତ ନଗର ଆମେ ରହୁଛୁ, ଯେଉଁମାନେ ଦେଖୁଛନ୍ତି ଏ ରୋଷେଇଟିକୁ ଡାକି ପାରନ୍ତି। କଣ୍ଟାକ୍ଟ ନମ୍ବର ଦେଇଦେବି ଡିସ୍କ୍ରିପ୍ସନରେ। ବର୍ତ୍ତମାନ ଭାତ ଏଇନା ବସିଯିବ 3 ଜଣ ପାଇଁ। ପୁରା ଭଲସେ ଧୁଆ ମତଲବ ହଳଦୀ ଲୁଣ ଲଙ୍କା ପକେଇ ପୁରା ଫ୍ରେଶ୍ କରାହେଇଛି। ପୁରା ଜିଅନ୍ତା ମାଛ ଅଣା ହେଇଥିଲା। ସନଫ୍ଲାୱାର ଅଏଲ୍ ଏଇଟା ୟୁଜ୍ କରିକି ମାଛଟା ଭାଜିବେ। ଆପଣମାନେ ଟେଷ୍ଟ ଯଦି ନ ଆସିବ ମା କସମ ମୁଁ ପଇସା ଦେବି। ମୋ ଫୋନ୍ ଗୋଟେ ଦେଇଦେଉଛି ଡେସ୍କ୍ରିପ୍ସନରେ। ବର୍ତ୍ତମାନ ଫ୍ରିଡମ୍ କଚିଗଣି ସୋରିଷ ତେଲ ଏଇଟାକୁ ୟୁଜ୍ କରିବେ। ଏଇଟା ତେଲ ପଡ଼ିଯାଇଛି ମାଛ ଉପରେ। ରସୁଣ, ଟମାଟୋ, ତା ଦେହରେ ରହିଲା ଅଦା ବା ତାକୁ ଇଂଲିଶରେ କୁହାଯାଏ ଜିଞ୍ଜର ଗାର୍ଲିକ, ଆଲୁ କାଟା ମାନେ ଆଳୁ। ତେଲୁଗୁରେ କ'ଣ କୁହନ୍ତି ଟିକେ କହିଦିଅ। ଆଲୁ କାଟା, ଆଳୁ, ଠିକ ଅଛି। ଜିଞ୍ଜର ଗାର୍ଲିକ ମାନେ ରସୁଣ ଅଦାର ତାକୁ ଚୋପା ଛଡ଼େଇକି ପେଷ୍ଟ ଗୋଟେ କରାହବ। ପେଷ୍ଟଟା ଶିଳରେ କରିବେ, ନହେଲେ ପଥର ଜିନିଷ କରିବେ। ତାକୁ ଗ୍ରାଇଣ୍ଡର ଜମା ୟୁଜ୍ କରିବେ ଭଲ। ଠିକ୍ ଓକେ। ଏତିକି ଜିନିଷ ମାନେ କେଜି ମାଛ ପାଇଁ ଏତିକି କ୍ୱାଣ୍ଟିଟି ନେବେ। କେତେ ପରିବାରେ ଟିକେ କହିଦିଅନ୍ତୁ। 3ଟା ବିଲାତି ପକେଇବେ ବା ଟମାଟୋ, ତେଜପତ୍ର ପକେଇବେ, ଏପଟେ ରସୁଣ 3 ପାଖୁଡ଼ା ପକେଇବେ, ଏପଟେ ଗରମ ମସଲା ବି ଆପଣ ରଖିବେ। ମୁଁ ଏଟା ଆଣିବା ଭୁଲି ଯାଇଛି, ଆଣିବି ସାଙ୍ଗେ। ବର୍ତ୍ତମାନ ଏଟା ଆମର ଅଛି ଗରମ ମସଲା ଗୋଟେ ଅଛି, ଚିକେନ ମସଲା ଗୋଟେ ଅଛି। ଚିକେନ ମସଲା ପକେଇନି, ମାଛ ମସଲା। ଆଚ୍ଛା ସରି ମାଛ ମସଲା ଫିସ୍ ମସଲା ଗୋଟେ ଆଣି, ପ୍ରିୟା ଫିସ୍ ମସଲା। ଓକେ, ଆମର ବର୍ତ୍ତମାନ ଏବେ କଟା ଆଉଟ୍ ସରୁ, ତାପରେ ଆମେ ଭିଡ଼ିଓଟା ଷ୍ଟାର୍ଟ କରିବୁ। ଓକେ, ବର୍ତ୍ତମାନ ମାଛଟି ଆମର ପଡ଼ିଯାଇଛି କଢ଼େଇର। ଦେଢ଼ କିଲୋ ମାଛରେ 500 ତେଲ ପକେଇକି ତାପରେ ଭଲସେ ଫ୍ରାଏ କରିଦେବେ। ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଚିକେନ ଫିସ୍ ମସଲା, ଗରମ ମସଲା, ସୋରିଷ ତେଲ କଚିଗଣି ନମ୍ବର 1 ତେଲ 1 ଲିଟର। ସୋରିଷ ତେଲ ଏଟା ସନଫ୍ଲାୱାର ଅଏଲ୍। ସନଫ୍ଲାୱାର ଫ୍ରିଡମ୍ ସରି କାରଣ ମୁଁ ଟିକେ ଇଂଲିଶ ଟିକେ ଜାଣିନି, ମୋ ମୁହଁଟା ଟିକେ କରୁଛନ୍ତି। ଆମକୁ ପଚାରିବେ, ଆମେ ଇଂଲିଶ ଟକ୍ କରିବୁ। ସେଟା ତ ଚିକେନ ମସଲାଟା ତୁ ଯେଉଁମାନେ ଭାଇମାନେ ଆମର ହାଇଦ୍ରାବାଦ ଦେଖୁଛନ୍ତି, ଓଡ଼ିଆ ଭାଇମାନେ ଟିକେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ।